ଶିଶୁ ଅନନ୍ତଙ୍କ ପରିବାର ତୀର୍ଥରୁ ସେବକ ବଳିଆ ଆପଣମାନଙ୍କୁ ଶୁଭେଚ୍ଛା ଅର୍ପଣ କରୁଛି। ବିଶ୍ୱ ଯୁଦ୍ଧ ବିମୁକ୍ତ ହେଉ, ବିଶ୍ୱରେ ସମସ୍ତେ ସବୁ ଦେଶ ଶାନ୍ତିରେ ରୁହନ୍ତୁ। କୂଟନୀତିଜ୍ଞମାନଙ୍କ ମନରେ ଦୟା ପ୍ରେମ ଜାଗ୍ରତ ହେଉ, କାରଣ ସେମାନଙ୍କ ଭିତରେ ଅହଙ୍କାର ସୃଷ୍ଟି ହେଲେ ବିଶ୍ୱଯୁଦ୍ଧ ନିଶ୍ଚିତ ଭାବରେ ଅନୁଷ୍ଠିତ ହେବ। ତେଣୁ ବିଶ୍ୱ ଶାନ୍ତି ଆମ
ସନାତନ ଧର୍ମର ଶାସ୍ତ୍ରରେ ଆପଣମାନେ ଦେଖିବେ ବିଶ୍ୱ ଶାନ୍ତିର କଥା ସିଧାସଳଖ ଭାବରେ ଆମ ଆଚାର୍ଯ୍ୟମାନେ ଆମ ବ୍ରାହ୍ମଣ ଦେବତାମାନେ ସବୁବେଳେ କହି ଆସୁଛନ୍ତି। ସର୍ବେ ଭବନ୍ତୁ ସୁଖୀନ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ସର୍ବେ ଭବନ୍ତୁ ସୁଖୀନ ଇଏ ହେଉଛି ସନାତନ ହିନ୍ଦୁ ଧର୍ମର ଭଗବାନଙ୍କ ପଦାବ୍ଜରେ ବିନମ୍ର ପ୍ରାର୍ଥନା। ଖାଲି ଏତିକି ବି ନୁହେଁ, ଆଉ ଗୋଟିଏ ଶାନ୍ତି ପାଠରେ କହିଛନ୍ତି କାଳେ ବର୍ଷନ୍ତୁ ପର୍ଜନ୍ୟ ପୃଥିବୀ ଶସ୍ୟଶାଳିନୀ। ପୃଥିବୀ ଶସ୍ୟ ଶ୍ୟାମଳାରେ ପୂର୍ଣ୍ଣ ହେଉ ଏବଂ ବର୍ଷା ଠିକ୍ ସମୟରେ ହେଉ। ଏସବୁ କଥା ବା ଏସବୁ ନିବେଦନ ଭଗବାନ ଅନନ୍ତଙ୍କ ପଦାବ୍ଜରେ ସବୁବେଳେ ସନାତନୀ ହିନ୍ଦୁମାନେ କହି ଆସିଛନ୍ତି। ସେଇଭଳି ଯେଉଁ ଅନ୍ୟ ଧର୍ମ ଗୁଡ଼ିକ ଅଛି ସେମାନେ ମଧ୍ୟ ତାଙ୍କ ଭାଷାରେ ବିଶ୍ୱପତିଙ୍କ ପାଦରେ ତାଙ୍କ ନିବେଦନ ସେ କରିଛନ୍ତି। କିନ୍ତୁ ଏତେ ନିବେଦନ ସତ୍ତ୍ୱେ ବି ମଣିଷ ଆଜି ଧର୍ମ ଭିତରେ ରହି ସେ ମଧ୍ୟ ଅନ୍ୟର ଧ୍ୱଂସ ବା ଅନ୍ୟର ଅପକାର ଚିନ୍ତା କରୁଛି। ଗୋଟିଏ ଦେଶ ଆଉ ଗୋଟିଏ ଦେଶ ସହିତ ଯୁଦ୍ଧ କରୁଛି, ତାଦ୍ୱାରା ପରିବେଶ ନଷ୍ଟ ହେଉଛି, କେତେ ନିରୀହ ଲୋକମାନଙ୍କର ମୃତ୍ୟୁ ହେଉଛି। ଯେଉଁ ସୈନିକମାନେ ମରୁଛନ୍ତି ସେମାନେ କ'ଣ ମଣିଷ ନୁହନ୍ତି? ତେଣୁ ଆମେ ସେଇ ଅନନ୍ତଙ୍କ ପାଖରେ ଆମର ଇଷ୍ଟଦେବଙ୍କ ପାଖରେ ଆମେ ପ୍ରାର୍ଥନା କରୁଛୁ ସର୍ବେ ଭବନ୍ତୁ ସୁଖୀନ। ସମସ୍ତେ ସୁଖରେ ରୁହନ୍ତୁ, ଶାନ୍ତିରେ ରୁହନ୍ତୁ, ସୁସ୍ଥ ଜୀବନଯାପନ କରନ୍ତୁ। ତେଣୁ ଜଗନ୍ନାଥ ଗୋଟିଏ ପବିତ୍ର ଶବ୍ଦ। ଜଗତର ନାଥ ଜଗନ୍ନାଥ। ଦେଖନ୍ତୁ ହିନ୍ଦୁ ଦେବାଦେବୀଙ୍କର ନାଁ ବିଶ୍ୱନାଥ। ବିଶ୍ୱର ନାଥ ବିଶ୍ୱନାଥ। ପଶୁପତିନାଥ। ପଶୁପତିନାଥ ମାନେ ପଶୁ ଶବ୍ଦର ଅର୍ଥ ହେଉଛି ଜଗତ। ସିଏ ମଧ୍ୟ ଜଗତନାଥ। ତେଣୁ ହିନ୍ଦୁର ମନ୍ତ୍ର ଯାହା, ତାର ଦେବାଦେବୀଙ୍କର ନାମ ମଧ୍ୟ ସେ ଠିକ୍ ସେଇଭଳି ଭାବରେ ସେ କରିଛନ୍ତି। ଏତେ କଥା ପରେ ବି ଆମ ଭିତରେ ସୃଷ୍ଟି ହେଉଛି ହିଂସା। ଆମେ ବୋଧେ ଠିକ୍ ଭାବରେ ସେ କଥାକୁ ଗ୍ରହଣ କରିପାରୁନୁ। ମୁଁ ଗୋଟିଏ ସତ କଥାଟିଏ, ଗପ ନୁହେଁ, ଗୋଟିଏ ଅନୁଭୂତିର କଥା କହୁଛି। ବାଲେଶ୍ୱରର ସ୍ୱର ଯେଉଁ ଜାଗାଟି ରହିଛି, ସ୍ୱରରେ ଜଣେ ଅନନ୍ତ ବଳିଆ ପରିବାରର ଜଣେ ଶିଷ୍ୟା, ସେ ତାଙ୍କ ଅନୁଭୂତି କହିଲେ, ଖୁବ୍ ଅଳ୍ପ ଦିନର ଅନୁଭୂତି, ଏଇ କରୋନା ସମୟର ଅନୁଭୂତି। ଜଗନ୍ନାଥଙ୍କ ମନ୍ଦିରକୁ ଯାଇଛନ୍ତି, କିନ୍ତୁ ଜଗନ୍ନାଥଙ୍କୁ ଦର୍ଶନ କରିପାରିଲେ ନାହିଁ। ଏତେ ଭିଡ଼ ହେଇଛି, ସେ ତା ଭିତରେ ଜଗନ୍ନାଥଙ୍କ ଦର୍ଶନ କରିପାରିଲେ ନାହିଁ। ଯଦି ଦର୍ଶନ ସେ କରି ନପାରିଲେ, ମା ନାରୀର ହୃଦୟ, ମାତୃ ହୃଦୟ ତାଙ୍କର ସ୍ୱାମୀଙ୍କ ନିକଟରେ ସେ ଗୋଟିଏ ସ୍ଥାନରେ ଠିଆ ହୋଇ ବହୁତ କାନ୍ଦିଲେ।
ମାନେ ଟିକେ ବି କାନ୍ଦିନାହାନ୍ତି, ବହୁତ କାନ୍ଦିଲେ, କାନ୍ଦି ପକାଇଲେ। ଏତେ ବାଟରୁ ଆସିଲି, ଟିକେ ଜଗନ୍ନାଥଙ୍କୁ ଦର୍ଶନ କରିପାରିଲି ନାହିଁ। ତାଙ୍କ ସ୍ୱାମୀ ତାଙ୍କୁ ବୁଝେଇଲେ, ତୁମେ ଜଗନ୍ନାଥଙ୍କୁ ଯଦି ଦର୍ଶନ କରିନପାରିଲ ମନ ଭିତରେ ତାଙ୍କୁ ଦର୍ଶନ କର, ଅନ୍ୟାନ୍ୟ ଯେଉଁ ଦେବାଦେବୀମାନେ ଅଛନ୍ତି ତାଙ୍କୁ ଦର୍ଶନ କର। ତାପରେ ସେ ମନକୁ ବୁଝେଇ ସେଇ ଜଗନ୍ନାଥଙ୍କର ଭାବନାକୁ ନେଇ ଆମର ଯେଉଁ ବିମଳା ଅଛନ୍ତି, ମା ବିମଳା ଅଛନ୍ତି, କଳ୍ପବଟ ଅଛନ୍ତି, ଲକ୍ଷ୍ମୀ ଅଛନ୍ତି, ବିଶ୍ୱନାଥ ଅଛନ୍ତି, ଯେଉଁ ଯେଉଁ ଦେବୀ ଦେବତା ମାନେ ମନ୍ଦିର ଭିତରେ ଅଛନ୍ତି ସମସ୍ତଙ୍କୁ ସେ ସହଜରେ ଦର୍ଶନ କରିପାରିଲେ। ସହଜ ଦର୍ଶନଟି ହେଉଛି ସିଏ ଯିବା ପାଇଁ ମାନେ ମୂର୍ତ୍ତି ନିକଟକୁ ବା ଦେବାଦେବୀଙ୍କ ନିକଟକୁ ଯିବା ପାଇଁ ଯେତିକି ଉଦ୍ଯୋଗ କରିନାହାନ୍ତି, କିନ୍ତୁ ଏମିତି ଭାବରେ ଗୋଟେ ସ୍ରୋତ ସୃଷ୍ଟି ହେଲା, ସେ ଆପେ ଆପେ ଯାଇକି ସେ ମୂର୍ତ୍ତି ପାଖରେ ପହଞ୍ଚି ଯାଆନ୍ତି, ତାଙ୍କୁ ଆଖି ପୂରେଇ ଦର୍ଶନ କରନ୍ତି, ମନ ଭରି ଦର୍ଶନ କରନ୍ତି, ପୁଣି ଫେରି ଆସନ୍ତି, ପୁଣି ଅନ୍ୟ ମନ୍ଦିରକୁ ଯାଆନ୍ତି। ଏଇଭଳି ଭାବରେ ସିଏ ସେଇ ଶ୍ରୀକ୍ଷେତ୍ର ବେଢ଼ାର କୌଣସି ଏକ ସ୍ଥାନରେ ସେ କହିଥିଲେ, ସେ ସ୍ଥାନଟି ମୋର ମନେ ନାହିଁ, ସେ ସ୍ଥାନରେ ସେ ଠିଆ ହେଇଛନ୍ତି, ତାଙ୍କୁ ଗୋଟେ ଶବ୍ଦ ଶୁଭିଲା, ପରିଷ୍କାର ଭାବରେ ଶୁଭିଲା, ତୁମେ ଯାହାଙ୍କୁ ଦର୍ଶନ ସବୁ କଲ ସିଏ ମଧ୍ୟ ଜଗନ୍ନାଥ। ଇଏ କଥାଟି ଶୁଣିବା ପରେ ତାଙ୍କ ମନରେ ଅସ୍ଫୁରନ୍ତ ଆନନ୍ଦ ସୃଷ୍ଟି ହେଲା। ସେ ଅନନ୍ତ ବଳିଆ ପରିବାରର ଶିଷ୍ୟା, ତେଣୁ ଜୟଗୁରୁ ଶବ୍ଦକୁ ମନ ଭିତରେ ସ୍ମରଣ କରି ସେ ବୁଝିପାରିଲେ ଏଠି ବିମଳା ଅଛନ୍ତି, ଲକ୍ଷ୍ମୀ ଅଛନ୍ତି, ବିଶ୍ୱନାଥ ଅଛନ୍ତି, କଳ୍ପବଟ ଅଛନ୍ତି, କେତେ ସକଳ ତୀର୍ଥ ଘେନି ହରି ନୀଳ କନ୍ଦରେ ବିଜେ କରି। ତେଣୁ ଯେତେ ଦେବାଦେବୀ ଅଛନ୍ତି ସମସ୍ତଙ୍କ ନାଁ ଅଲଗା, କିନ୍ତୁ ଶବ୍ଦ ଶୁଭିଲା ସମସ୍ତେ ହିଁ ଜଗନ୍ନାଥ। ତାମାନେ ତୁମେ ଜଗନ୍ନାଥଙ୍କୁ ଦର୍ଶନ କରି ସାରିଛ। ଇଏ କଥା ଯେତେବେଳେ ସେ କହୁଥିଲେ ତାଙ୍କ ଆଖିରୁ ଧାର ଧାର ହେଇ ଲୁହ ବୋହି ଯାଉଥିଲା। ଇଏ କଥାଟି ବଳିଆ ଆପଣମାନଙ୍କୁ କାହିଁକି କହୁଛି ଯେ ଆମେ ଅନେକ ମୂର୍ତ୍ତି ପୂଜା କରୁଛୁ, ଅନେକ ଦେବାଦେବୀଙ୍କର ନାମକରଣ କରିଛୁ, ହନୁମାନ, ରାମ, ଶ୍ୟାମ, କୃଷ୍ଣ, ଗୋପୀନାଥ, ଅନେକ ନାଁ ସ୍ମରଣ କରୁଛୁ, କିନ୍ତୁ ଭଗବାନ ଈଶ୍ୱର ଏକ, ଗଡ୍ ଇଜ୍ ୱାନ୍। ତେଣୁ ଏ କଥାକୁ ଆମକୁ ବୁଝିବାକୁ ପଡ଼ିବ ଯେ ଜଗନ୍ନାଥ କହିଲେ କେବଳ ହିନ୍ଦୁର ଦେବତା, ତା ବି ନୁହେଁ। ହିନ୍ଦୁମାନେ ତାଙ୍କ ନୀତି ନିୟମରେ ଜଗନ୍ନାଥଙ୍କୁ ପୂଜା କରୁଛନ୍ତି, ହିନ୍ଦୁମାନେ ତାଙ୍କ ନୀତି ନିୟମରେ ବିଶ୍ୱନାଥଙ୍କୁ ପୂଜା କରୁଛନ୍ତି, କିନ୍ତୁ ସିଏ ମସଜିଦରେ ଅଛନ୍ତି, ସିଏ ଚର୍ଚ୍ଚରେ ଅଛନ୍ତି, ସିଏ ଗୁରୁଦ୍ୱାରରେ ଅଛନ୍ତି, ସିଏ ବୁଦ୍ଧ ମନ୍ଦିରରେ ଅଛନ୍ତି, ସବୁ ଜାଗାରେ ସିଏ ହିଁ ଅଛନ୍ତି। ଆଉ ଗୋଟେ କଥା ମୋ ଜୀବନର ଅନୁଭୂତି ମୁଁ ଆପଣଙ୍କୁ କହୁଛି। ଗ୍ରହଣ ଲାଗିଥାଏ, ଆମେ କାଶୀ ବିଶ୍ୱନାଥଙ୍କ ଧାମରେ ଥାଉ, ଗୋଟିଏ ହୋଟେଲ ଭିତରେ, ଯେଉଁଠି ଗଙ୍ଗାଙ୍କୁ ଆମେ ଦର୍ଶନ କରିପାରୁଛୁ, ସେଇଠି ଆମେ ଥାଉ। ଗ୍ରହଣ ଦିନ ବିଶ୍ୱନାଥଙ୍କ ଦର୍ଶନ ନାହିଁ,
ବୋଲି ଆମେ ଶୁଣିଲୁ। ଆମ ମନ ଖରାପ ହେଇଗଲା। ଆଉ ବିଶ୍ୱନାଥଙ୍କ ଦର୍ଶନ କରିବାକୁ ଆଇଲୁ, ତାଙ୍କ ଦର୍ଶନ ତ ମିଳିବନି, ଆଉ କ'ଣଟି କରିବୁ? ଏ ଗଙ୍ଗା ଦର୍ଶନ କରି ଫେରିବୁ। ସେଇ ବିଶ୍ୱନାଥଙ୍କ କ୍ଷେତ୍ରରେ ଯେଉଁ ଯେଉଁ ମନ୍ଦିରକୁ ଆମେ ଗଲୁ, ବେଶୀ ମନ୍ଦିରକୁ ଯାଇନୁ, ଯେଉଁ ଗୋଟିଏ ଦୁଇଟି ମନ୍ଦିରକୁ ଗଲୁ, ଯେଉଁଠି ଆମ ଜଗନ୍ନାଥଙ୍କ ମୂର୍ତ୍ତି ବି ପୂଜା ପାଉଛନ୍ତି, ସେଠିକି ବି ଗଲୁ। ସେସବୁ କ'ଣ ନା, ଆଜି ଗ୍ରହଣ ପହଡ଼ ପଡ଼ିଛି, ତାମାନେ କବାଟ ଆଉଜା ହେଇଛି, ଆଉ ପୂଜାପୂଜି କିଛି ନାହିଁ। ଆମେ କହିଲୁ ଆରେ ଆମେ ତ ଆମ ଓଡ଼ିଶାରେ ଯାହା ଆଡ଼େ ବି ସେଇଆ, ମାନେ ଠାକୁରଙ୍କୁ ପୁରା ଗୋଟିଏ ଦିନ ପୁରା ପୂଜାପୂଜି ବନ୍ଦ। ଏମିତି ହେଇ ପୁଣି ଗୋଟେ ମନ ଭିତରେ ଆସିଲା, ବିଶ୍ୱନାଥଙ୍କ ଦର୍ଶନ ହଉ ନ ହଉ ତାଙ୍କ ବେଢ଼ା ପର୍ଯ୍ୟନ୍ତ ଯିବା। ବିଶ୍ୱନାଥଙ୍କୁ ମନ ଭିତରେ ସ୍ମରଣ କରି ଆମେ ତାଙ୍କ ବେଢ଼ା ପାଖକୁ ଗଲାବେଳକୁ କେହି ଜଣେ କହିଲେ, ଆସନ୍ତୁ ଆସନ୍ତୁ, ଆଇଏ ଆଇଏ। ବିଶ୍ୱନାଥ ମାନେ ବର୍ତ୍ତମାନ ବିଶ୍ୱନାଥଙ୍କର ମାର୍ଜନା ହେଉଛି। ଆମେ କହିଲୁ କ'ଣ ମାର୍ଜନା ହେଲାଣି? ତେଣୁ ସଜ୍ଜନ, ବିଶ୍ୱନାଥଙ୍କର ମାର୍ଜନାକୁ ଆଉ ଲୋକ ବେଶୀ କେହି ନାହାନ୍ତି, ସମସ୍ତଙ୍କ ମନରେ ତ ପହଡ଼ ପଡ଼ିଛି। ଆଉ ଆମେ ଏଇ ବିଶ୍ୱନାଥଙ୍କୁ ଦର୍ଶନ କରି ଫେରିଲୁ। ତେଣୁ ଏ ଜଗତରେ ପରା ଜଣେ ମାଲିକ, ଅନନ୍ତ ନା ତାର ପରାଉ କେଉଁ ଅଛି ତ ହୃଦ ମନ୍ଦିର। ଜଗତରେ ପରା ଜଣେ ମାଲିକ, ଅନନ୍ତ ନା ତାର ସେ ପରାଉ ଅଛି। ଆଉ ଗୋଟେ ପଦରେ ଲେଖା ହେଇଛି, ଜଗ ବନ୍ଧୁ ପରି ଜଣେ ମନ୍ତ ନାହିଁ ତ। ଜଗ ବନ୍ଧୁ ପରି ସାମନ୍ତ ଚଉଦ ଚଉଦ ଭୁବନ ପାର ଚକ୍ରରେ ଛେଦନ୍ତି ଆର ନାହିଁ ତ। ଜଗ ବନ୍ଧୁ ତେଣୁ ଆମର ସେଇ ବିଶ୍ୱାସ, ସେଇ ଏକାଗ୍ରତା ନିହାତି ନିତ୍ୟାନ୍ତ ଭାବରେ ଜରୁରୀ। ଆମେ ଅନେକ ନାଁ ଭଜନ କରିବା ଦରକାର ନାହିଁ, ଗୋଟିଏ ନାଁ ଭଜନ କଲେ ବି ଚଳିବ। ଆମେ ଯଦି ସତ୍ କର୍ମ କରୁଛୁ, ଆଉ ସେ କର୍ମକୁ ଠିକ୍ ଭାବରେ କରୁଛୁ, ଠିକ୍ ସମୟରେ କରୁଛୁ, ପୂଜା ଯଦି ଆମର କମିଯିବ କିଛି ଅସୁବିଧା ନାହିଁ। ଯଦି ପ୍ରାର୍ଥନା ସଂକ୍ଷିପ୍ତ ହେଇଯିବ ତାହେଲେ ବି କିଛି ଅସୁବିଧା ନାହିଁ। ତେଣୁ କର୍ମ ହେଉଛି ଭଗବାନଙ୍କର ଶ୍ରେଷ୍ଠ ପୂଜା। ଆମେ ଆମ ପୁଅ ଝିଅ ବାପ ମାଆଙ୍କ ପାଇଁ ଯେଉଁ କର୍ତ୍ତବ୍ୟ ଆମେ କରୁଛୁ, ସେଇ କର୍ତ୍ତବ୍ୟ ହେଉଛି ପ୍ରକୃତରେ ଭଗବାନଙ୍କର ପୂଜା। ଡ୍ୟୁଟି ଇଜ୍ ଗଡ୍, ସର୍ଭିସ୍ ଇଜ୍ ଗଡ୍। ଆମେ ସମସ୍ତଙ୍କୁ ଭଲ ପାଉଛୁ, ସିଏ ମଧ୍ୟ ଭଗବାନଙ୍କର ସତ୍ତା, ଲଭ୍ ଇଜ୍ ଗଡ୍। ଆମେ ଦୁଷ୍ଟ ଦରିଦ୍ର ଅବହେଳିତ ମଣିଷର ସେବା କରୁଛୁ, ସର୍ଭ ଇଜ୍ ଗଡ୍। ତେଣୁ ସେବା ହିଁ ଭଗବାନ। ତେଣୁ ସେବା କର ଏବଂ
ସମସ୍ତଙ୍କୁ ଭଲ ପାଇ ଶିଖ, ନିଜକୁ ଗଠନ କର, ପରିବାରକୁ ଗଠନ କର। ଇଏ ହେଉଛି ସବୁଠାରୁ ବଡ଼ କଥା। ବାବା ରାମାଚାର୍ଯ୍ୟ ବାୟା ଆଜି ସେ କହୁଛନ୍ତି ଜୀବ ମାତ୍ରେ ହିଂସା କର ନାହିଁ। ଇଏ କଥାଟି ଆପଣମାନଙ୍କୁ ବଳିଆ ବର୍ତ୍ତମାନ ବୁଝେଇବ। ଜୀବ ମାତ୍ରେ ହିଂସା କର ନାହିଁ। ଆଜି ପୃଥିବୀକୁ ଆପଣ ଦେଖନ୍ତୁ, କେବଳ ଭାରତ ବର୍ଷ ନୁହେଁ, କୋଟି କୋଟି ମାନେ ଗାଈ, ବଳଦ, ମଇଁଷି, କୋଟି କୋଟି ଆଉ ଅନ୍ୟାନ୍ୟ ଜୀବ ଯାହା ଅଛନ୍ତି, ଆମେ କହୁଛୁ ଗୋହତ୍ୟା ବନ୍ଦ ହଉ, କିନ୍ତୁ ଗୋହତ୍ୟା ପୃଥିବୀରୁ ବନ୍ଦ ହେଉଛି? କୋଟି କୋଟି ଜୀବ ଆଜି ମରୁଛନ୍ତି। ଇଏ ଗୋଟେ କଥା। ଏଇ ଭାରତ ବର୍ଷରେ ଗୋହତ୍ୟା ହେଉଛି। ତାପରେ ଛେଳି, ମେଣ୍ଢା, କୁକୁଡ଼ା ଯାହା ତ ମରୁଛନ୍ତି। ତାପରେ ଜଙ୍ଗଲର ବରାହ, ମୃଗ, ହରିଣ ଏମାନଙ୍କୁ ମଧ୍ୟ ଲୁଚେଇକିରି ବି ଲୋକ ମାରୁଛନ୍ତି। ତେଣୁ ଜୀବ ହିଂସା କର ନାହିଁ, ଏଇ ଯେଉଁ କଥାକୁ ଲକ୍ଷ୍ୟ କରି ଦେଖାହେଲା 10 ଅବତାରର ବୁଦ୍ଧ ଅବତାରରେ ଲେଖା ହେଲା ନିନ୍ଦସି ଯଜ୍ଞ ରହ ଶ୍ରୁତି ଜାତମ୍ ଶୀତପଶୁ କେଶବ ବୁଦ୍ଧ জয় জগৎ হরে। বুদ্ধ কহিলে জ্ঞান, বুদ্ধ কহিলে পরিপক্ব মস্তিষ্কর অনুভূতি বা অনুভব হউচନ୍ତି বুদ্ধ। ଆଉ ଜଣେ ବୁଦ୍ଧ ହଉଛନ୍ତି ଗୌତମ ବୁଦ୍ଧ। ଏବଂ ଶ୍ରୀମନ୍ଦିରରେ ଆପଣ ଦେଖିବେ ଯେଉଁଠି 10ଟି ଅବତାରଙ୍କ ମୂର୍ତ୍ତି ଅଙ୍କନ ହେଇଛି, ବୁଦ୍ଧ ଅବତାରରେ ଜଗନ୍ନାଥ ହିଁ ଅଛନ୍ତି। ସବୁ କଥା କଥାରେ ଚାଲିଛି, କିନ୍ତୁ କାମରେ ପ୍ରକୃତରେ ତାହା ହଉନାହିଁ। ଏତିକି ଆନନ୍ଦ ଲାଗେ। ଅନେକ ଏଇ ପୃଥିବୀର ଜନସଂଖ୍ୟା ଯେତେ, ତା ଭିତରୁ କିଛି ଅଂଶ ଲୋକ ଜୀବ ହିଂସା କରନ୍ତି ନାହିଁ, ଜୀବ ପ୍ରତି ଦୟାଶୀଳ ହୁଅନ୍ତି। ତେଣୁ ଏ ପୃଥିବୀ ସେତିକିରେ ଶାନ୍ତି ଅଛି ବା ଧରିତ୍ରୀ ମା'କୁ ସେତିକି ଶାନ୍ତି ମିଳୁଛି। ତେଣୁ ଜୀବ ହିଂସା କର ନାହିଁ। ଏମିତିକି ନିୟମ ଅଛି, ତମେ ଗୋଟିଏ ଜୀବକୁ ମାରିବାକୁ ନେଉଛ, କିନ୍ତୁ ତାକୁ ମାରିବା ପୂର୍ବରୁ ତାକୁ ଖାଦ୍ୟ ପେୟ ତାର ସମସ୍ତ ବ୍ୟବସ୍ଥା କର। ତାକୁ ସେମିତି ଅବହେଳା କର ନା। ସେ କଥାଟା ବି ଅନେକ ଜାଗାରେ ହଉନି। ଜୀବ ହିଂସା କର ନାହିଁ, ଜୀବକୁ ଭଲ ପାଅ। ତେଣୁ ଜୀବ ସେବା ହିଁ ଶିବଙ୍କର ସେବା। ଜୀବ ସେବା ଶିବଙ୍କର ସେବା। ତେଣୁ ଆଜି ବାବା ବାୟାଙ୍କର ଏଇ କଥାଟିକୁ ଆମେ ମନେ ରଖିବା। ଜୀବନରେ ଯେତିକି ଅନ୍ତତଃ ପାରିବା, ଧରନ୍ତୁ ଗୋଟେ 7 ଦିନରେ ଅନେକ ଜୀବ ହିଂସା ହେଉଛି, ରବିବାରରୁ ଶନିବାର ପର୍ଯ୍ୟନ୍ତ।
ସବୁବେଳେ ଆମକୁ ମନେ ରଖିବାକୁ ପଡ଼ିବ ଯେ ସାତ୍ଵିକ ମନୋଭାବର ଖାଦ୍ୟ, ସାତ୍ଵିକ ଭୋଜନ, ପନିପରିବା ଏ ସବୁ ଅନ୍ତତଃ ସବୁ ବେଶୀ ରହିବା ଦରକାର। କେବଳ ଆମେ ମାଛ ମାଂସ ମଦ ଚିକେନ ମଟନ ବିଫ୍ ଏହାକୁ ଖାଇବୁ ଏ କଥା ବିଶ୍ୱବାସୀ ଅନ୍ତତଃ ସଚେତନ ହେବା ଉଚିତ। ତେଣୁ ବାୟାଙ୍କର ବାଣୀ ଆଜି ହେଉଛି ଜୀବ ହିଂସା କର ନାହିଁ। ଇଏ ହେଉଛି ବାୟାଙ୍କର ବାଣୀ। ବୈକୁଣ୍ଠଙ୍କ ବାଣୀ ହେଲା କହେ ବୈକୁଣ୍ଠିଆ ଆହେ ନଟ କୁଟିଆ ବେଠିଆ କରିଣ ରଖ ଚାକର ପରି। ତେଣୁ ବୈକୁଣ୍ଠଙ୍କର ଇଏ ସଙ୍ଗୀତଟି ଆମକୁ ଶିକ୍ଷା ଦେଉଛି ଯେ ଆମେ ତାଙ୍କରି ସେବାରେ, ସେଇ ଯେଉଁ ତାଙ୍କ ସେବା କହିଲେ ତାଙ୍କ ମୂର୍ତ୍ତିଙ୍କୁ ପୂଜା କରିବା କଥା ସେ କହିନାହାନ୍ତି। ସେଇ ମାନବର ସେବା, ସେଇ ଜୀବମାନଙ୍କର ସେବା କରୁ କରୁ ଆମେ ତାଙ୍କରି ଚାକର ହେଇ, ମାନେ ତାଙ୍କୁ ଜୀବଙ୍କୁ ସେବା କରିବା ଅର୍ଥ ଭଗବାନଙ୍କୁ ସେବା କରିବା। ମଧୁ କହିଲେ ରହିଛ ସଂସାରେ ସକଳ ସ୍ଥାନରେ ନାହିଁଟି ସ୍ଥାନ ତୁମ୍ଭେ ନଥିବାର। ତାମାନେ ତମେ ସବୁ ଜାଗାରେ ଅଛ। ମନ୍ଦରେ ଭଲରେ ପୃଥ୍ୱୀ ଅଗ୍ନି ଜଳେ ବାୟୁ ଆକାଶରେ ହୋଇଛ ଠୁଳ। ଆମେ ସେଇ ବନ୍ଦନା ଗାଉଛୁ। ନଦୀ ବନଗିରି ଭୀମ ତୁମ୍ଭ ଗାଏ ତବ ଏ ବିଶ୍ୱ ହରେ ଜୟ ଜୟ। ଆଉ ଗୋଟିଏ ପଦରେ ଆମେ ଗାଉ ଜଳ ସ୍ଥଳ ବନ ଗିରି ଆକାଶ ତୁମ୍ଭ ଲୀଳା ସବୁ ଜଳସ୍ଥ ସିଏ ସବୁଠି ଅଛନ୍ତି। ଆମେ କ'ଣ ଶାନ୍ତି ପାଠରେ ପଢ଼ୁ? ଓମ୍ ପୂର୍ଣ୍ଣମଦ ପୂର୍ଣ୍ଣସ୍ୟ ସିଏ ସବୁଠି ଅଛନ୍ତି। ଆଉ ଗୀତାର ସେଇ ଶ୍ଳୋକ ସର୍ବତୋ ପାଣିପାଦାନ୍ତ ସର୍ବତୋ ସର୍ବ ତେଣୁ ଯୋଉଠି ତମେ ହାତଟି ମାରିବ ସେଠି ଭଗବତ ସତ୍ତା ରହିଛି। ତେଣୁ ସେ ଭାବନା ଆଣିବା ବି ବଡ଼ କଷ୍ଟ। ତଥାପି ଯେତିକି ଜୀବନରେ ହେଇପାରିବ ସେତିକି କରିବାକୁ ଚେଷ୍ଟା କରନ୍ତୁ। ଆଉ ଅଭିନ୍ନ ସୁନ୍ଦର ଅଭିରାମ କହିଲେ ଭକତ ଜିହ୍ୱାରେ ଭୁଞ୍ଜନ୍ତି ଭକତଙ୍କ ବାଧବ ଭକ୍ତର କର୍ମ ସବୁ ଭୁଞ୍ଜନ୍ତି ବାସୁ ଭକ୍ତର କର୍ମ ଭକ ଯିଏ ଭକ୍ତ ତା ମାଧ୍ୟମରେ ସେ ନିଜେ ଖାଆନ୍ତି ଆଉ ଭୁଞ୍ଜନ୍ତି। ଆଉ ଯିଏ ଭକ୍ତ
ଆଉ ଆମେ ଯେଉଁ କର୍ମ କରୁଛୁ ଆମ କର୍ମ ଫଳକୁ କିଏ ଭୋଗ କରୁଛନ୍ତି? ବାସୁଦେବ ଭୋଗ କରନ୍ତି। ଭୁଞ୍ଜନ୍ତି ସେଇ ଖାଦ୍ୟକୁ, ଭୁଞ୍ଜନ୍ତି ସେଇ କର୍ମଫଳକୁ ଭୁଜନ୍ତି ସେଇ। ସେ ହେଉଛନ୍ତି ଜୀବନର ସାକ୍ଷୀ, ଜୀବନର ଜୀବନ, ଜୀବନର ଜୀବନ। ସେ ହେଉଛନ୍ତି ଜଗତ ଜୀବନ। ତେଣୁ ବୈକୁଣ୍ଠ ଯାହା କହିଲେ, ମଧୁସୂଦନ ସେଇଆ କହିଲେ, ଅଭିରାମ ସେଇଆ କହିଲେ, ବାୟା ମଧ୍ୟ ସେଇ କଥା କହିଛନ୍ତି। ତେଣୁ ଆଜିର ପବିତ୍ର କଥା ଏଇଠି ରଖିବା। ପୁଣି ଆମେ ଆସନ୍ତାକାଲି ଏଇ ସ୍ଥାନରୁ ବାର୍ତ୍ତା ଦେଇ ଗୋପ ଆଶ୍ରମକୁ ବଢ଼ିଆ ଯିବ। जय जय राधा